जय जगन्नाथ। आज भल कथा मन रखी तो आज आलोचना करवा नुआ पाटणार भक्त मिली है नुआ पाटणार भक्त मिली महापुरुष अच्युत एवं शिशुअनंत नुआ पाटना पर बेसी प्राधान्य देते बुझीपार ना बुझीपार महापुरुष अच्युत अनंत कहती नुआ पाटना दिन अनंत लीला आ तुम भल कथा मन रखी था नुआ पाटना तो अनेक नुआ पाटना अच्छी ओडिशार बोधे केते हजार हजार नुआ पाटना थो ठीक नहीं कि मुख्यतः दुईटी नुआ पाटना को मुख्य कौन कर महापुरुष आइडेंटिफाई कर गोटे नुआ पाटना कौन बलराम दास अनदंगर भेटा भेटी गोटे नुआ पाटना आ गोटे नुआ पाटना ठाकुर लीलाभूमि हूँ गोटे नुआ पाटना महापुरुष लिखिं नील पद्म मैंने नीला लुचिथ जन्म हे भावग्राही उदय बेलू प्रकाश हो तीन पाटणार जाए से जो तीन टा पाटना थी गोटे थी नुआ पाटना बुझी किंतु सुत केतन उड़ियो नुआ पाटना से कौनी पाटना केबे उड़ियो बोली तार प्रमाण महापुरुष बुझीगला घुमाना महापुरुष 13 जन्म शरण कहले राजहंसपुरे क्षिति मंडल ग्राम जे नुआ पाटना केतन उड़िले सकल भकते परा हो बणा स्थान किए से अच्युत कहते राजहंसपुर बुझी ना क्षिति मंडल संसार मध्य से गोटे राजहंसपुर थी ग्राम जे नुआ पाटना से राजहंसपुर भितर गोटे गाँ थी नुआ पाटना केतन उड़िले सकल भक्त परा हो बणा से केतन उड़ भक्त सब कौन हो बणा हो से भक्त जगत भक्त बणा आ गोटे भल कथा मन रखी था महापुरुष निजे लिखिं गुप्त बराह क्षेत्र रे खिलाटेश्वर महादेव अपूजा अच्छा जहाँ को परशुराम पूजा करते महापुरुष कहते से खिलाटेश्वर महादेव जेपर्यंत पूजा न होती आम कहूनु महापुरुष लिखा से पर्यंत जगत रे कहार कौन हो ज्ञान नेत्र खोल नहीं बुझी ना से खिलाटेश्वर महादेव उद्धार है पूजा पाइले भक्तर ज्ञान नेत्र खोल गुप्त बराह क्षेत्र कौटी खिलाटेश्वर महादेव गुप्त अच्छा महापुरुष कथा कही आम मन गढ़ा कथा ये से मत को नहीं विचार करागले महापुरुष अच्युत कहती राजहंसपुर क्षिति मंडल ग्राम जे नुआ पाटना केतन उड़िले सकल भकत परा हो बणा बुझी ना भक्त सब बणा गोटे निर्दिष्ट किछि पाइबे नहीं बुझीपार ना बुझे एठी सेठी सेठी एठी एम सब कौन है बुलिबे निर्दिष्ट स्थान गोटे निरूपण करें ना के पर्यंत
ଯେପର୍ଯ୍ୟନ୍ତ ଖିଲାଟେଶ୍ୱର ମହାଦେବ ଉଦ୍ଧାର ନ ହେଇଛନ୍ତି। ପ୍ରଭୁ ସବୁ ରଖିଛନ୍ତି, ମନେ ରଖିଥାଅ, ସବୁ ଦେଇଛନ୍ତି, ତାଙ୍କ ହାତରେ କିଛି ଚାବି ରଖିଛନ୍ତି, ହଁ କି ନାହିଁ? ତେବେ ଯଦି ଗୁପତେ ଲୀଳା ଲାଗିଥିବ ହେଜି ନ ପାରିବେ କେହି, ସଂସାରରେ କେହି ଜାଣିପାରିବେ ନାହିଁ। କେତେ ସତ କେତେ ମିଛ ସମୟ କହିବ। ଆମେ ମହାଜ୍ଞାନୀ ମହାପଣ୍ଡିତ ନୁହଁ, ଯାହା ଆମେ ଶାସ୍ତ୍ରକୁ ଅଧ୍ୟୟନ କରୁଛେ ତାରି ଉପରେ ଆଲୋଚନା କରୁଛେ। ତେଣୁ ସେଠି ଯେତେବେଳେ କଣ ହବ, ସତ କେତନ ଉଡିବ, ରାଜହଂସପୁରୀ ନୂଆପଟଣାରେ ଭକ୍ତ ବଣା ହେଇଛି। ସେଇଠୁ କଣ କହିଲେ, କୋଉ ଜାଗା? କଳ୍ପଖଣ୍ଡରେ କହିଲେ, ଆଗଟା କହିଲେ 13 ଜନ୍ମ ଶରଣରେ। ବାଙ୍କି ମୁହାଣୀରେ ପୁରୁଷୋତ୍ତମ, ଲୁଣା ନଦୀ କୂଳେ କରିବ ଧାମ, ସେଠାରେ ଅନନ୍ତ ଗୁପତେ ଥିବେ, ବଳ ରାମଦାସ ଯାଇ ଧରିବେ। କହିଲେ ସେଠି ଗୋଟେ ବାଙ୍କି ମୁହାଣୀ ଥିବ, ଲୁଣା ନଦୀ ହେଇଥିବ, ଲୁଣା ନଦୀର ଅବବାହିକାରେ ଗୋଟେ ଥିବ କଣ, ବାଙ୍କି ମୁହାଣୀ ବୋଲି ଗୋଟେ ସ୍ଥାନ ଥିବ। ଲୁଣା ନଦୀ ମନେ ରଖିଥାଏ ଦୁଇଟା, ଆମେ ଜାଣିବା ଭିତରେ ଚିତ୍ରପଡ଼ାରୁ ବାହାରିଛି ଲୁଣା କେନ୍ଦ୍ରାପଡ଼ା ଦେଇ ଯାଇଛି, ଆଉ ଗୋଟେ ଲୁଣା ଲୁକାୟିତ ହେଇଯାଇଛି। ଅନେକ ନଦୀ ପୋତି ହେଇଯାଇଛି ନା, ବୋଲେ ସେ ଲୁଣା ନଦୀ କୂଳରେ କଣ ହେଇଥିବ, ଗୋଟେ ବାଙ୍କି ମୁହାଣୀ ବୋଲି ଗୋଟେ ଜାଗା ଥିବ। ସେଠି ବାଙ୍କି ମୁହାଣୀରେ ପୁରୁଷୋତ୍ତମ, ସେ ଜଣେ ମହାନ ପୁରୁଷଙ୍କର ଆବିର୍ଭୂତ ହେବ। ଲୁଣା ନଦୀ କୂଳେ କରିବ ଧାମ, ସେ ଲୁଣା ନଦୀର ଅବବାହିକାରେ ସେ କଣ କରିବ, ଧାମ କରିବ। ବାଙ୍କି ମୁହାଣୀ ଫେରେ କହିଲା ବେଳକୁ ପୁରୀ ବାଙ୍କି ମୁହାଣୀ ପଳେଇ ଯାଉଛି ନା ନାଇଁ? ସେଠାରେ ଅନନ୍ତ ଗୁପତେ ଥିବେ, କୋଉ ଅନନ୍ତ କହିପାରିବି ନା, ଯେତେ ତ ଅନନ୍ତ ଅଛନ୍ତି, କୋଉ ଅନନ୍ତ ଥିବେ ସେଇଟା ମୁଁ କହିପାରିବି ନାହିଁ, କିନ୍ତୁ ସେ ଯୋଉ ଅନନ୍ତ ହଉ ସେଠି ଗୁପ୍ତରେ ଥିବେ। ବଳ ରାମଦାସ ଯାଇ ଧରିବେ, ତାକୁ ବଳରାମ ଦାସ କଣ କରିବେ, ଖୋଜି ଖୋଜିକି ସେଠି ଧରିବେ। ତହିଁ ନିକଟରେ ଗ୍ରାମ ନୂଆପାଟଣା, ସେ ଯୋଉ ବାଙ୍କି ଧାମ ହେଇଥିବ, ହଁ ବାଙ୍କି ମୁହାଣୀ ହେଇଥିବ, ଲୁଣା ନଦୀ କୂଳ ହେଇଥିବ, ପୁରୁଷୋତ୍ତମଙ୍କ ଆଶ୍ରମ ହେଇଥିବ, ସେଠି କଣ ହେବେ, ଅନନ୍ତ ଲୀଳା ଯେତେବେଳେ କରିବେ, ବଳରାମ ଦାସ ଯାଇ ଧରିବେ। ତା ନିକଟରେ ଗ୍ରାମ ନୂଆପାଟଣା, ଦ୍ୱାଦଶ ଭକତ ମୋର ଠିକଣା। ହେ ରାମ, ଅଚ୍ୟୁତ କହୁଛନ୍ତି, ସେଠି ମୋର ନିତ୍ୟ 12 ଜଣ ଭକ୍ତ ସେଠି କଣ ହେଇଥିବେ, ଥିବେ। ବୁଝି ହଉଛି? ଏ ଘଟଣା କେବେ ଘଟିବ? ତାକୁ ଶିଶୁ ଅନନ୍ତ ସମାଧାନ କଲେ, କୋଉଥିରେ, ପଟ୍ଟାମୁଡାଣରେ। କହିଲେ 8 ବେନିଚାରି ମିଶାଇ ଗଣିବୁ, ମୋର କୋଠଧନ ସିନା, ନୂଆପାଟଣାରେ ସେକାଳେ ବାରବ, ଉଡିବ ବିଜୟ ବାନା। 8 ବେନିଚାରି କେତେ ହେଲା, 14 ନା ନାଇଁ? କହିଲେ 14 ଅଙ୍କରେ କଣ ହେଇଯିବ, ନୂଆପାଟଣାରେ କଣ ହବ, ବିଜୟ ବାନା ଉଡିବ। 14 ମାନେ କଣ, କଳି କଲ୍ୟା ଦିତା 5114 ଯେତେବେଳେ, ବୁଝି ହଉଛି? ସେ ସମୟରେ ସେଠି କଣ ହବ, ପତାକା ଉଡିବ। 5114ରେ କଳି କଲ୍ୟାଧ୍ୟ ଯେତେବେଳେ ଭୋଗ ହେଇଥିବ, ଏ ଘଟଣା ଘଟିଥିବ ନିଶ୍ଚିନ୍ତ ଆମର ଅନୁମେୟ, କାରଣ ମହାପୁରୁଷ ବାଣୀ କେବେ ହେଲେ ଅନ୍ୟତା ହବ ନାହିଁ, ଆମେ ଭଲ ଭାବେ ଜାଣିଛୁ। ଯୋଉ ଜାଗା ହେଇଥିବ ସେଠି ଘଟଣା ନିଶ୍ଚିନ୍ତ ଘଟିଥିବ। ସେଠି କଣ ହେଇଯିବେ, 12 ଜଣ, ଅନେକ ଭକ୍ତ ଥିବେ ନା, 12 ଜଣ ପ୍ରଭୁଙ୍କର ନିବିଡ଼ ଭକ୍ତ କଣ ହେଇଥିବେ, ସେ ସ୍ଥାନରେ ଥିବେ। ଏଥର ବୁଝିପାରିଲେ ନା ବୁଝିପାରିଲେ ନା? ଜୟ ଜଗନ୍ନାଥ, ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ ଗବା ହରି ବୋଲ।